2026 ସବୁଠାରୁ ଧନୀ ଏବଂ ଶକ୍ତିଶାଳୀ ଏହି 5ଗୋଟି ରାଶି। ଏହି 5ଗୋଟି ରାଶି ପାଇଁ ବର୍ଷ 2026 ଅତ୍ୟନ୍ତ ଶୁଭ। ଦୀର୍ଘ 30 ବର୍ଷ ପରେ ଶନି ବନେଇବେ ଚାକିରି ଯୋଗ, କର୍ମ ଯୋଗ ଏବଂ ପୁରା 12 ବର୍ଷ ପରେ ବୃହସ୍ପତି ବନେଇବେ ସନ୍ତାନ ଯୋଗ। ମିଳିବ ବୃହସ୍ପତି ଏବଂ ଶନିଙ୍କର କୃପା। ମିଳିବ ବଡ଼ ବଡ଼ ଚାକିରି ଏବଂ କିଣିବେ ଘର ଓ ଜମିବାଡ଼ି। ଏହା ସହିତ ନୂତନ ଯାନବାହନ କିଣିବାର ମଧ୍ୟ ଯୋଗ ବନିବ। ଏହି ବର୍ଷ 2026ରେ ଶନି ଏବଂ ବୃହସ୍ପତିଙ୍କର ଶୁଭ ଗୋଚର ଏହି 5ଗୋଟି ରାଶିଙ୍କୁ ବଡ଼ ଆର୍ଥିକ ଲାଭ ଦେବା ପାଇଁ ଯାଉଅଛି। ମିଳିବ ବଡ଼ ବଡ଼ ଖୁସିର ଖବର ଏବଂ ପୂରଣ ହେବ ସମସ୍ତ ମନସ୍କାମନା। ଜାଣନ୍ତୁ କିଏ ସେହି 5ଗୋଟି ରାଶି ଯେଉଁମାନଙ୍କର ଉପରେ ଶନିଦେବ ଏବଂ ବୃହସ୍ପତିଙ୍କର କୃପାର ବର୍ଷା ହେବ, ଯେଉଁମାନଙ୍କ ଉପରେ ହାତୀ ଢାଳିବ ସୁନାର କଳସ। ଆଜ୍ଞା ହଁ ବନ୍ଧୁଗଣ, ଏହି ବର୍ଷ 2026ରେ ବଦଳିଯିବ ଏହି 5ଗୋଟି ରାଶିର ଭାଗ୍ୟ। ଏମାନେ ଯାହା ଇଚ୍ଛା କରିବେ ଏମାନଙ୍କୁ ତାହା ପ୍ରାପ୍ତି ହେବ। ଏହି 2026 ମସିହାରେ ଏମାନଙ୍କୁ ଏମିତି କିଛି ଶୁଭ ଖବର ପ୍ରାପ୍ତି ହେବ ଯାହା ଏମାନେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିବେ। ଏହି 2026 ମସିହାରେ ଏହି 5ଗୋଟି ରାଶିର ବ୍ୟକ୍ତିବିଶେଷମାନେ ସଫଳତାର ଶୀର୍ଷ ବିନ୍ଦୁରେ ପହଞ୍ଚିବେ। ବିଭିନ୍ନ ଦିଗରୁ ଅର୍ଥର ଆଗମନ ହେବ। ପୁରୁଣା ନିବେଶରୁ ଲାଭବାନ ହେବେ। ଏହି 5ଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ବର୍ଷ 2025 ସୁବର୍ଣ୍ଣ ସୁଯୋଗ ନେଇକରି ଆସୁଅଛି। ଶନି ଏବଂ ବୃହସ୍ପତିଙ୍କର ମହାପରିବର୍ତ୍ତନ ବର୍ତ୍ତମାନ ଏହି ରାଶିଗୁଡ଼ିକ ପାଇଁ ରାଜଜୋଟକ ସୃଷ୍ଟି କରିବାକୁ ଯାଉଛି। ପୁରା ବର୍ଷ ସାରା ଶନିଦେବ ମୀନ ରାଶିରେ ଚଳନ କରିବେ ଏବଂ ପୁରା ବର୍ଷ ସାରା ବୃହସ୍ପତି ମିଥୁନ ରାଶିରେ ଚଳନ କରିବେ ଏବଂ ଜୁନ୍ ମାସଠାରୁ କର୍କଟ ରାଶିକୁ ଚଳନ କରିବେ। ତେବେ ଏହି 2026 ମସିହାରେ ଗ୍ରହମାନଙ୍କର ଗୋଚର ସ୍ଥିତିରେ ଏମିତି କିଛି ପରିବର୍ତ୍ତନ ହେବାକୁ ଯାଉଅଛି କି ରାଶିଚକ୍ରରେ ଥିବା 12ଗୋଟି ରାଶି ମଧ୍ୟରୁ ଏଭଳି 5ଗୋଟି ରାଶି ଅଛନ୍ତି ଯେଉଁମାନଙ୍କ ପାଇଁ ଏହି ବର୍ଷ 2026 ଅତ୍ୟନ୍ତ ଶୁଭ ରହିବାକୁ ଯାଉଅଛି। ଏମାନଙ୍କର ଘର ଉପରେ ହେବ ଟଙ୍କାର ବର୍ଷା। ଏମାନଙ୍କର ଭାଗ୍ୟ ଏହି 2026 ମସିହାରେ ରାତାରାତି ବଦଳିବା ପାଇଁ ଯାଉଅଛି। ତେବେ ଡେରି ନ କରି ଆସନ୍ତୁ ଜାଣିନେବା କିଏ ସେହି 5ଗୋଟି ରାଶି ଯେଉଁମାନଙ୍କ ପାଇଁ ଏହି 2026 ମସିହା ଅତ୍ୟନ୍ତ ଶୁଭ ରହିବ। ଏହା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ତେବେ 5ଗୋଟି ଭାଗ୍ୟଶାଳୀ ରାଶି ମଧ୍ୟରୁ ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ଏହି 2026 ମସିହାରେ ପୁରାପୁରି ବଦଳିଯିବ। ଏମାନଙ୍କର ଉପରେ ବୃହସ୍ପତି ଏବଂ ଶନିଦେବଙ୍କର କୃପା ବର୍ଷିବ। ବର୍ଷ ଆରମ୍ଭରୁ ବୃହସ୍ପତି ଏମାନଙ୍କର ଭାଗ୍ୟ ଭାବରେ ରହି ଏମାନଙ୍କର ଭାଗ୍ୟରେ ବୃଦ୍ଧି ଆଣିବେ। ଏମାନେ ଯେଉଁ ବି କାମରେ ହାତ ଦେବେ ସେଥିରେ ସଫଳତା ପ୍ରାପ୍ତି ହେବ। ଏମାନଙ୍କର ଯାହା ବି କିଛି ଅଟକି ରହିଯାଇଥିବା ସମସ୍ତ କାର୍ଯ୍ୟ ପୁଣି ଥରେ ଚାଲୁ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ, ବିଦେଶ ଯାତ୍ରା କରିବେ। ଜୁନ୍ ମାସ ପରେ କର୍ମକ୍ଷେତ୍ରରେ ଉନ୍ନତି ଆସିବ, ପ୍ରମୋସନର ଯୋଗ ବନିବ। ବେରୋଜଗାର ଯୁବକ ଯୁବତୀମାନଙ୍କୁ ନୂତନ ଚାକିରି, ମନପସନ୍ଦର ଚାକିରି ମଧ୍ୟ ପ୍ରାପ୍ତି ହେବ। ଆକସ୍ମିକ ଧନଲାଭ ହେବାର ସମ୍ଭାବନା ବନିବ। ଏହି ବର୍ଷ ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ ହେବ। ଧନ କମାଇବା ପାଇଁ ନୂଆ ନୂଆ ବାଟ ଆପଣଙ୍କୁ ମିଳିଯିବ। ଆପଣ କିଛି ଏକ୍ସଟ୍ରା ଇନକମ୍ କରିବାକୁ ଭାବିପାରନ୍ତି। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ନୂତନ ବ୍ୟାପାର ମଧ୍ୟ ଆରମ୍ଭ କରିବେ। ପ୍ରେମ ଜୀବନରେ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ପ୍ରେମ, ଆପଣଙ୍କର ଭଲ ପାଇବା ବିବାହର ରୂପ ନେଇପାରେ। ଏହି ବର୍ଷ ଆପଣଙ୍କର ବିବାହର ଯୋଗ ମଧ୍ୟ ବନୁଅଛି। ଆପଣଙ୍କର ଘରକୁ ବିବାହ ପ୍ରସ୍ତାବମାନ ଆସିପାରେ। ଶିକ୍ଷା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି ପ୍ରଗତି ହେବ। ମନପସନ୍ଦର କଲେଜରେ ଆଡମିସନ୍ ହେବ। ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ଯାଇପାରନ୍ତି ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବାକୁ ମିଳିବ ଏବଂ ସମସ୍ତ ଋଣ କରଜରୁ ଏହି ବର୍ଷ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କର ତୁଳା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କର ଏହି 2026 ମସିହାରେ ପୁରାପୁରି ଭାଗ୍ୟ ବଦଳିଯିବ। ଶନିଙ୍କର ସାଢ଼େ ସାଥିର ଅନ୍ତିମ ଚରଣ ଚାଲୁଅଛି। ଆପଣଙ୍କୁ ଏହି ବର୍ଷ କିଛି ନା କିଛି ଖୁସି ଖବର
अवश्य प्राप्ति हेब। सबुठाରୁ बड़ कथा ଏହା अटे कि वर्ष आरंभर बृहस्पति आपणकर पंचम भाव गोचर करिवे। शास्त्र अनुसार बृहस्पति पंचमरे रहिले माटी को धरिले भी सुना पलटि जाइए। सबुठु प्रथमे आपणको आपणकर प्रेम जीवन में जहाँ भी किसी पूर्वर मनमनांतर जो मानकर कथबार्ता बंद हो जाइथिला, ब्रेकअप हो जाइथिला, सेमानकर पुणी थरे कथबार्ता हेब। आपणकर नुआ पार्टनर आपणको मिली पारंती। एही वर्ष आपणकर भल पाइबा विवाहर रूप नहीं पारे। एही वर्ष आपणकर गृह को विवाह प्रस्ताव मान आसीपारे। जो दंपति माने दीर्घ दिन धरी संतानर आशा रखिथिले सेमानको एही वर्ष संतान सुख प्राप्ति हेब। शिक्षा क्षेत्र में बहुत अधिक उन्नति प्रगति मिलिब। मनपसंदर कॉलेज रे आपणकर एडमिशन होई पारे। उच्च शिक्षा करिबा पाई बाहर को जाई पारंती। आकस्मिक धनलाभर जोग बनुअछि। शनि द्वितीय चलन करुथिबारु वर्ष सारा आपणकर जहाँ भी किसी आर्थिक समस्या रही ताहा सब दूर हेब। फाइनेंशियल ग्रोथ हेब। आपणकर इनकम बढ़िब। आपण किसी एक्स्ट्रा इनकम करने को भाभी पारंती। पारिवारिक सुख आपण को प्राप्ति हेब। एही वर्ष आपण किछि प्रॉपर्टी, भूमि, जमी किंवा नूतन गृह इत्यादि क्रय करि पारंती। एही वर्ष आपण को समस्त ऋण कर्जरू मुक्ति मिलिब। शत्रु मानक ठारू मुक्ति मिलिब। जून मास परे जो माने व्यापार वाणिज्य करुछंती बहुत अधिक उन्नति प्रगति करिवे। स्वास्थ्य रे उन्नति आसीबा सहित पौत्रिक संपत्तिर आपण को लाभ मध्य प्राप्ति हेब। वर्ष आरंभर आपण कोनसे धार्मिक स्थान को यात्रा करिवे। विदेश यात्रा मध्य करि पारंती। आपणकर कुंभ राशि होइथिले तळे थिबा कमेंट बॉक्स रे जय शनिदेव अवश्य लिखि दियंतु। वृष राशि एही 2026 मसीह रे वृष राशि एक एमिति राशि अटे जो मानकर समस्त आर्थिक समस्या एही 2026 मसीह रे दूर हेब। काहेकि ना बृहस्पति आपणकर द्वितीय भाव धन भाव रे गोचर करिवे। आर्थिक समस्या तो दूर हेब। आपणकर फाइनेंशियल ग्रोथ हेब। बैंक बैलेंस आपणकर बढ़िब। रोजगार करिवार नूतन पंथा आपण को प्राप्ति हेब। घर परिवार रे हसखुशीर लहरी लगी रहिब। जून मास परे आपणकर कर्म क्षेत्र रे उन्नति देखा जिबाको मिलिब। प्रमोशन जोग बनिब। बेरोजगारी युवक युवती मानंकु नूतन चाकरी मध्य प्राप्ति हेब। जो माने ऑनलाइन काम करुछंती, डिजिटल मार्केटिंग रा काम करुछंती, सेमानको बड़ सफलता प्राप्ति हेब। राहु आपणकर दशम रे थिबारु कर्म क्षेत्र रे किछि ना किछि बड़ परिवर्तन अवश्य घटिब। शनि आपणकर एकादश भाव रे थिबारु आपणकु समय समय रे आकस्मिक धनलाभ मध्य देखिबाको पाइबे। जो माने शेयर मार्केट, स्टॉक मार्केट रे काम करुछंती सेमानकु बड़ आर्थिक लाभ मिलिबार संभावना बनुअछि। जून मास परे भाग्य रे उन्नति, पौत्रिक संपत्ति लाभ किंबा किछि जमीबाड़ी, भूमि, नूतन गृह निर्माण करि पारंती। कौनसी मेसीन जातीय जिनिस, इलेक्ट्रोनिक जिनिस, लौह जातीय जिनिस घर को किणिकी आनी पारंती। प्रेम जीवन में सफलता मिलिबा सहित शिक्षा क्षेत्र में उन्नति प्रगति करिवे। उच्च शिक्षा करिबा पाई बाहर को जाई पारंती। मनपसंदर कॉलेज रे एडमिशन होई पारे। समस्त ऋण कर्जरू एही वर्ष आपण को मुक्ति मिलिब। व्यापार वाणिज्य करुथिले बहुत अधिक उन्नति प्रगति करिवे। नूतन व्यापार आरंभ करिवे। वैवाहिक सुख आपण को प्राप्ति हेब। विवाह हेबार संभावना बनुअछि। आपणकर वृष राशि होइथिले तळे थिबा कमेंट बॉक्स रे जय शनिदेव अवश्य लिखि दियंतु। धनु राशि एही 2026 मसीह रे बृहस्पतिकर कृपार वर्षा हेब। वर्ष आरंभरू आपणकर घर को विवाह प्रस्ताव मान आसीपारे। बृहस्पति सप्तम रे गोचर करुथिबारु विवाह हेबार संभावना बनिब एवं विवाह मध्य होइजिब। वैवाहिक सुख आपण को प्राप्ति हेब। नूतन दंपति मानकु संतान सुख प्राप्ति हेब। व्यापार वाणिज्य रे उन्नति प्रगति देखा जिबाको मिलिब। आपणकर डेली इनकम बढ़िब। आपण किछि एक्स्ट्रा इनकम करने को भाभी पारंती। आपणकर फाइनेंशियल ग्रोथ हेब। शनि आपणकर चतुर्थ रे गोचर करुथिबारु एही वर्ष आपण किछि भूमि, प्रॉपर्टी, जमी, नूतन गृह किंवा जानवाहन इत्यादि क्रय करि पारंती। घर को कौनसी मेसीन जातीय जिनिस, इलेक्ट्रोनिक जिनिस क्रय करिके आनी पारंती। कर्म क्षेत्र में बड़ सफलता प्राप्ति हेब। प्रमोशन जोग बनिब। नूतन चाकरी मध्य प्राप्ति हेब। संतान सुख प्राप्ति हेब। जो माने शेयर मार्केट,
ଷ୍ଟକ୍ ମାର୍କେଟରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନେ ଏହି ବର୍ଷ କରିପାରିବେ। ବଡ଼ ଧନଲାଭର ଯୋଗ ବନୁଅଛି। କେତୁ ଆପଣଙ୍କର ନବମରେ ଥିବାରୁ ଆପଣଙ୍କର ମନ ଧର୍ମ ଆଡ଼କୁ ଅଗ୍ରସର ହେବ। ଆପଣ କୌଣସି ଧାର୍ମିକ ସ୍ଥାନକୁ କିମ୍ବା ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ଜୀବନରେ ସଫଳତା ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ଆପଣ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ବୃହସ୍ପତିଙ୍କର ଦୃଷ୍ଟି ଲଗ୍ନକୁ ରହୁଥିବାରୁ ଏହି ବର୍ଷ ଆପଣଙ୍କର ମନପସନ୍ଦର କଲେଜରେ ଆପଣଙ୍କର ଆଡ଼ମିସନ୍ ହୋଇପାରେ। ଉଚ୍ଚଶିକ୍ଷା କରିବା ପାଇଁ ଆପଣ ବାହାରକୁ ଯାଇପାରନ୍ତି। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ଯେଉଁମାନେ ଅନଲାଇନରେ କାମ କରୁଛନ୍ତି, ଫାଇନାନ୍ସ କ୍ଷେତ୍ରରେ ଅଛନ୍ତି, ଟିଚରସିପ୍ ଲାଇନରେ ଅଛନ୍ତି, ସେମାନଙ୍କୁ ବଡ଼ ସଫଳତା ପ୍ରାପ୍ତି ହେବ। ସମୟ ସମୟରେ ଆକସ୍ମିକ ଧନଲାଭ ହେବାର ମଧ୍ୟ ଯୋଗ ବନୁଅଛି। ଆପଣଙ୍କର ଧନୁରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ମିଥୁନ ରାଶି। ବର୍ଷ 2026 ମସିହାରେ ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ବୃହସ୍ପତିଙ୍କର ଅପାର କୃପାର ବର୍ଷା ହେବାକୁ ଯାଉଅଛି। କାହିଁକିନା ବୃହସ୍ପତି ଆପଣଙ୍କର ରାଶିକୁ ଆସିଛନ୍ତି। ପୁରା 12 ବର୍ଷ ପରେ ବୃହସ୍ପତି ଲଗ୍ନକୁ ଆସିଛନ୍ତି ଏବଂ ଆପଣଙ୍କର ପଞ୍ଚମ, ସପ୍ତମ, ନବମ ଭାବକୁ ଦୃଷ୍ଟି ଦେଉଛନ୍ତି। ସବୁଠୁ ପ୍ରଥମେ ତ ଆପଣଙ୍କର ଯାହା ବି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥିଲା ତାହା ସବୁ ଦୂର ହେବ। ସମାଜରେ ମାନ ସମ୍ମାନ ବଢ଼ିବ, ଲୋକପ୍ରିୟତା ବଢ଼ିବ। ପଞ୍ଚମ ଦୃଷ୍ଟି ପଞ୍ଚମ ଭାବ ଉପରେ ପଡ଼ୁଥିବାରୁ ପ୍ରେମ ଜୀବନରେ ସଫଳତା ମିଳିବ। ନୂତନ ସମ୍ପର୍କ ଯୋଡ଼ି ହୋଇପାରେ। ଶିକ୍ଷା କ୍ଷେତ୍ରରେ ଜ୍ଞାନ ଏବଂ ବୁଦ୍ଧି ବଢ଼ିବ। ଉଚ୍ଚଶିକ୍ଷା କରିପାରନ୍ତି। ସମସ୍ତ କମ୍ପିଟେଟିଭ୍ ଏକ୍ଜାମରେ ସଫଳତା ପ୍ରାପ୍ତି ହେବ। ବୈବାହିକ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ନୂତନ ଦମ୍ପତିମାନଙ୍କୁ ଏହି ବର୍ଷ ସନ୍ତାନ ସୁଖ ମଧ୍ୟ ମିଳିପାରେ। ଯେଉଁମାନେ ବ୍ୟାପାର ବାଣିଜ୍ୟ କରୁଛନ୍ତି ସେମାନଙ୍କୁ ବହୁତ ଉନ୍ନତି ପ୍ରଗତି ମିଳିବ। ଆପଣଙ୍କର ଡେଲି ଇନକମ୍ ବଢ଼ିବ। ଫାଇନାନ୍ସିଆଲ ଗ୍ରୋଥ ହେବ। ଯାହା ବି କିଛି ଆର୍ଥିକ ସମସ୍ୟା ରହିଥିଲା ତାହା ସବୁ ଦୂର ହେବ। ବର୍ଷ ଆରମ୍ଭରୁ ଆପଣଙ୍କର ଭାଗ୍ୟରେ ଉନ୍ନତି ଦେଖାଯିବାକୁ ମିଳିବ। ଆପଣ କୌଣସି ଧାର୍ମିକ ସ୍ଥାନକୁ, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୌତ୍ରିକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିବ। ଶନି ଆପଣଙ୍କର ଦଶମରେ ଥିବାରୁ ଏହି ବର୍ଷ ଆପଣଙ୍କର କର୍ମକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆପଣ ଦେଖିବାକୁ ପାଇବେ। ଟ୍ରାନ୍ସଫର ହେବାର ଯୋଗ ବନିବ। ପ୍ରମୋସନ୍ ମଧ୍ୟ ଆପଣଙ୍କର ହୋଇଯିବ। ଯେଉଁମାନେ ବେରୋଜଗାରୀ ଅଛନ୍ତି ସେମାନଙ୍କୁ ନୂତନ ଚାକିରି ସୁଖ ମଧ୍ୟ ପ୍ରାପ୍ତି ହେବ। ଏହି ବର୍ଷ ଆପଣ କିଛି ଭୂମି, ପ୍ରପର୍ଟି, ନୂତନ ଯାନବାହନ, ନୂତନ ଗୃହ ଇତ୍ୟାଦି ନିର୍ମାଣ କରିପାରନ୍ତି। ଘରକୁ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ, ମେସିନ୍ ଜାତୀୟ ଜିନିଷ କ୍ରୟ କରିକି ଆଣିପାରନ୍ତି। ଏହି ବର୍ଷ ଆପଣଙ୍କୁ ସମସ୍ତ ଋଣ କରଜରୁ ଏବଂ ଶତ୍ରୁମାନଙ୍କ ଠାରୁ ମୁକ୍ତି ମିଳିବ। ସମସ୍ତ କମ୍ପିଟିସନରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ମିଥୁନ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। କନ୍ୟା ରାଶି। ବର୍ଷ 2026ରେ କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ବର୍ଷ ଆରମ୍ଭରୁ ଗୁରୁ ଆପଣଙ୍କର ଦଶମ ଭାବରେ ଗୋଚର କରିବେ, ଯାହାଫଳରେ ଆପଣଙ୍କର କର୍ମକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ। ହୁଏତ ଆପଣଙ୍କର ଟ୍ରାନ୍ସଫର ହୋଇପାରେ, ହୁଏତ ଆପଣଙ୍କର ପ୍ରମୋସନ୍ ହୋଇପାରେ। କୌଣସି MNC କମ୍ପାନୀରୁ ଜବ୍ ଅଫର୍ ମଧ୍ୟ ଆସିପାରେ। ସବୁଠାରୁ ବଡ଼ କଥା ଏହା ଅଟେ କି ଯେଉଁମାନେ ବେରୋଜଗାରୀ ଅଛନ୍ତି ସେମାନଙ୍କୁ ଏହି ବର୍ଷ ମନପସନ୍ଦର ଚାକିରି ମଧ୍ୟ ମିଳିପାରେ। ବର୍ଷ ଆରମ୍ଭରୁ ଜୁନ୍ ମାସ ଭିତରେ କର୍ମକ୍ଷେତ୍ରରେ ବଡ଼ ସଫଳତା ପ୍ରାପ୍ତି ହେବ। ଜୁନ୍ ମାସ ପରେ ଆର୍ଥିକ ଲାଭ ମିଳିବାର ସମ୍ଭାବନା ବନିବ। ସନ୍ତାନ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ପ୍ରେମ ଜୀବନରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିବ। ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ଯାଇପାରନ୍ତି। କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ ହୋଇପାରେ। ସମସ୍ତ କମ୍ପିଟେଟିଭ୍ ଏକ୍ଜାମରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆୟରେ ବୃଦ୍ଧି ଦେଖାଯିବାକୁ ମିଳିବ। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟରେ ବଡ଼ ଧନଲାଭ ହେବାର ଯୋଗ ବନିବ। ଏହି ବର୍ଷ ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ ହେବ। ସମସ୍ତ କ୍ଷେତ୍ରରୁ ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତି ହେବ। ଏହି ବର୍ଷ ବିବାହ ହେବାର ଯୋଗ ବନୁଅଛି। ଆପଣଙ୍କର ଘରକୁ ବିବାହ ପ୍ରସ୍ତାବମାନ ଆସିପାରେ ଏବଂ ବିବାହ ମଧ୍ୟ ହୋଇପାରେ। ଏହି ବର୍ଷ ଆପଣଙ୍କର ସମସ୍ତ ଋଣ କରଜରୁ ଶତ୍ରୁମାନଙ୍କ ଠାରୁ ଆପଣଙ୍କୁ ମୁକ୍ତି ମିଳିବ। ଫାଇନାନ୍ସିଆଲ ଗ୍ରୋଥ ହେବ। ଧନ କମାଇବା ପାଇଁ ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିଯିବ। ବ୍ୟାପାର ବାଣିଜ୍ୟ କରୁଥିଲେ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। କୌଣସି ଧାର୍ମିକ ସ୍ଥାନକୁ, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବିଦେଶ ଯିବାର ସୁଖ ମଧ୍ୟ ଏମାନଙ୍କୁ ପ୍ରାପ୍ତି ହେବ। ଆପଣଙ୍କର କନ୍ୟା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ।